ୟୋବ ପୁସ୍ତକ ଅଧ୍ୟାୟ 16। ୟୋବଙ୍କ ଉତ୍ତର ମନୁଷ୍ୟର ଅନୀତି ଓ ଈଶ୍ୱରଙ୍କ ନୀତିନିଷ୍ଠା। ଉତ୍ତରରେ ୟୋବ କହିଲେ, ମୁଁ ଏପରି ଅନେକ କଥା ପୂର୍ବରୁ ଶୁଣିଅଛି। ତୁମେ ସମସ୍ତେ ନିର୍ଦ୍ଦୟ ଆଶ୍ୱାସନାଦାୟକ ଅଟ। ଅଯୌକ୍ତିକ ବାକ୍ୟ ସବୁର ପରିସମାପ୍ତି କ'ଣ ଘଟିବ ନାହିଁ? ନଚେତ୍ ଏପରି କଥାବାର୍ତ୍ତା କହିବା ପାଇଁ ତୁମକୁ କ'ଣ ବା ପ୍ରରୋଚନା ଦିଏ? ତୁମେ ଯଦି ମୋ ସ୍ଥାନରେ ଥାନ୍ତ, ମୁଁ ମଧ୍ୟ ତୁମ ଭଳି କଥା କହିପାରିଥାନ୍ତି। ତୁମକୁ ଉପଦେଶାତ୍ମକ ଭାଷଣ ଦ୍ୱାରା ଅଭିଭୂତ କରିପାରିଥାନ୍ତି ଓ ତୁମ ବିରୁଦ୍ଧରେ ମୋର ମସ୍ତକକୁ ଦଳାୟିତ କରିପାରିଥାନ୍ତି। ମୋର ମୁଖ ନିର୍ଗତ ବାକ୍ୟ ଦ୍ୱାରା ମୁଁ ତୁମକୁ ଦୃଢ଼ୀଭୂତ କରିଥାନ୍ତି ଓ ମୋର ଅଧର ନିଃସୃତ ସାନ୍ତ୍ୱନାଦାୟକ ବଚନ ତୁମର ବେଦନାକୁ ଉପଶମିତ କରିଥାନ୍ତା। ମୁଁ ବାର୍ତ୍ତାଳାପ କଲେ ମୋର ବେଦନା ଶାନ୍ତ ହୁଏ ନାହିଁ, କିନ୍ତୁ ସେଥିରୁ ନିବୃତ୍ତ ହେଲେ ମୋର ବେଦନା କ'ଣ ନ୍ୟୁନ ହେବ? ଈଶ୍ୱର ମୋତେ ବର୍ତ୍ତମାନ କ୍ଳାନ୍ତ କରିଅଛନ୍ତି। ମୋର ବନ୍ଧୁମାନଙ୍କର ସଂସର୍ଗ ଦ୍ୱାରା ସେ ମୋତେ ନିରାଶ କରିଅଛନ୍ତି। ସେ ମୋତେ ଶୁଷ୍କ କରିଅଛନ୍ତି, ତାହା ମୋ ବିରୁଦ୍ଧରେ ଏକ ସାକ୍ଷ୍ୟ। ମୋର କୃଶକାୟତା ମୋ ବିରୁଦ୍ଧରେ ଉଠିଅଛି। ସେ ନିଜ କ୍ରୋଧରେ ମୋତେ ବିଦୀର୍ଣ୍ଣ କରି ମୋତେ ଘୃଣା କରିଛନ୍ତି। ସେ ମୋ ବିରୁଦ୍ଧରେ ଦନ୍ତ କଡ଼ମଡ଼ କରିଛନ୍ତି। ମୋର ବିରୋଧୀ ମୋ ବିପକ୍ଷରେ ସୂକ୍ଷ୍ମ ଦୃଷ୍ଟିପାତ କରେ। ମନୁଷ୍ୟମାନେ ମୋ ଆଡ଼େ ମୁଖ ଖୋଲି ଅଛନ୍ତି। ସେମାନେ ଔଦ୍ଧତ୍ୟପୂର୍ବକ ମୋର ଗାଲରେ ଆଘାତ କରିଛନ୍ତି। ସେମାନେ ମୋ ବିରୁଦ୍ଧରେ ଦଳବଦ୍ଧ ହୋଇଅଛନ୍ତି। ଈଶ୍ୱର ମୋତେ ଅଧର୍ମୀମାନଙ୍କ ହସ୍ତରେ ସମର୍ପଣ କରନ୍ତି। ସେ ମୋତେ ଦୁଷ୍ଟ ବ୍ୟକ୍ତିମାନଙ୍କ ହସ୍ତରେ ପ୍ରଦାନ କରନ୍ତି। ମୁଁ ଆରାମରେ ଅବସ୍ଥାନ କରିଥିଲି, କିନ୍ତୁ ସେ ମୋତେ ବିଧ୍ୱସ୍ତ କରିଛନ୍ତି। ମୋର ଗଳା ଧରି ଆଘାତପୂର୍ବକ ସେ ମୋତେ ଖଣ୍ଡ ବିଖଣ୍ଡ କରିଅଛନ୍ତି। ତାହାଙ୍କର ଏକ ଲକ୍ଷ୍ୟ ସଦୃଶ ସେ ମୋତେ ସ୍ଥାପନ କରିଅଛନ୍ତି। ତାହାଙ୍କର ଧନୁର୍ଦ୍ଧରମାନେ ମୋତେ ବେଷ୍ଟନ କରନ୍ତି। କିଛି ହିଁ ଦୟା ପ୍ରଦର୍ଶନ ନ କରି ସେ ମୋର ଯକୃତ ସବୁକୁ କ୍ଷତ କରନ୍ତି। ସେ ମୋର ପିତ୍ତରସକୁ ଭୂପୃଷ୍ଠରେ ଅଜାଡ଼ି ଦିଅନ୍ତି। ସେ ମୋତେ ବାରମ୍ବାର ବିଚ୍ଛିନ୍ନ କରନ୍ତି। ଯୋଦ୍ଧା ସଦୃଶ ସେ ମୋ ଉପରକୁ ଲମ୍ଫ ଦିଅନ୍ତି। ମୋ ଶରୀରର ଆବରଣ ପାଇଁ ମୁଁ ଚଟବସ୍ତ୍ର ସିଲାଇ କରିଅଛି। ମୋର କପାଳକୁ ମୁଁ ଧୂଳିରେ ଘର୍ଷଣ କରିଅଛି। କ୍ରୋଧନ ଦ୍ୱାରା ମୋର ମୁଖ ଲାଲ ରଙ୍ଗ ହୋଇଛି। ମୋର ଆଖିପତା ଉପରେ ତିମିର ଛାୟାବୃତ ହୋଇଛି। ତଥାପି ମୋର ହସ୍ତ କୌଣସି ହିଂସାତ୍ମକ କାର୍ଯ୍ୟ କରିନାହିଁ। ମୋର ପ୍ରାର୍ଥନା ନିର୍ମଳ ଅଟେ। ହେ ପୃଥିବୀ, ମୋର ରକ୍ତକୁ ଆବୃତ କର ନାହିଁ। ମୋର ବିଳାପ କୌଣସି ବିଶ୍ରାମ ସ୍ଥାନ ନ ପାଉ। ଏବେ ସୁଦ୍ଧା ମୋର ସାକ୍ଷୀ ସ୍ୱର୍ଗଧାମରେ ଅବସ୍ଥାନ କରନ୍ତି। ମୋର ସଂରକ୍ଷକ ଊର୍ଦ୍ଧ୍ୱ ଲୋକରେ ବାସ କରନ୍ତି। ମୋର ବନ୍ଧୁଗଣ ମୋତେ ଉପହାସ କରନ୍ତି। ମୋର ଚକ୍ଷୁ ଈଶ୍ୱରଙ୍କ ସନ୍ନିଧାନରେ ଅଶ୍ରୁପାତ କରେ। ଜଣେ ବ୍ୟକ୍ତି ଯେପରି ନିଜର ପ୍ରତିବେଶୀ ପ୍ରତି ଯୁକ୍ତିବାଦ କରେ, ସେହିପରି ତାହା ମନୁଷ୍ୟ ନିମନ୍ତେ ଈଶ୍ୱରଙ୍କ ସନ୍ନିଧାନରେ ନ୍ୟାୟବାଦ କରୁ। କାରଣ କେତେକ ବର୍ଷ ଅତିବାହିତ ହେଲା ପରେ ଫେରି ଆସି ପାରୁନଥିବା ପଥ ଦେଇ ମୁଁ ପ୍ରସ୍ଥାନ କରିବି। ଅଧ୍ୟାୟ 17। ମୋର ଶ୍ୱାସ କ୍ଷୀଣ ହୋଇଛି। ମୋର ଦିନ ସମୂହ ଗଣିତ ହୋଇଛି। ମୋ ପାଇଁ କବର ପ୍ରସ୍ତୁତ ହୋଇଛି। ଉପହାସକମାନେ ମୋତେ ବେଷ୍ଟନ କରିଅଛନ୍ତି। ସେମାନଙ୍କର ଉପହାସକୁ ଦେଖି ମୁଁ ଅବସ୍ଥାନ କରେ।
ତୁମେମାନେ ନିଜେ ମୋ ନିମନ୍ତେ ତୁମ ନିକଟରେ ଏକ ବନ୍ଧକ ସ୍ଥାପନ କର। ଅନ୍ୟ ବା କିଏ ମୋ ସକାଶେ ପଣ ସ୍ୱରୂପ ହେବ? ତୁମେ ନିଜେ ସେମାନଙ୍କର ମନକୁ ବୁଦ୍ଧି ଶକ୍ତିରୁ ବଞ୍ଚିତ କରିଥିବା ଯୋଗୁଁ ମୋ ଉପରେ ଜୟଯୁକ୍ତ ହେବାକୁ ତୁମେ ସେମାନଙ୍କୁ ଦିଅ ନାହିଁ। ନିଜ ବନ୍ଧୁମାନଙ୍କର ସମ୍ପଦରୁ ଏକ ଅଂଶ ଗ୍ରହଣ କରିବା ପାଇଁ ଯେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦିଏ, ତାର ସନ୍ତାନ ବର୍ଗର ଚକ୍ଷୁ ଅନ୍ଧ ହୋଇଯିବ। ସେ ମୋତେ ଜନତା ମଧ୍ୟରେ ଏକ ପ୍ରବାଦ ବାକ୍ୟରେ ପରିଣତ କରିଅଛି। ଲୋକେ ମୋ ମୁଖରେ ଛେପ ପକାନ୍ତି। ଦୁଃଖ ଯୋଗୁଁ ମୋର ଚକ୍ଷୁ ନିସ୍ତେଜ ହୋଇଛି, ମୋର ଅଙ୍ଗ ପ୍ରତ୍ୟଙ୍ଗ ଛାୟାରେ ପରିଣତ ହୋଇଛି। ଏ ଯୋଗୁଁ ନୀତିନିଷ୍ଠ ବ୍ୟକ୍ତିମାନେ ଭୀତତ୍ରସ୍ତ ହୋଇଛନ୍ତି। ନିଷ୍କଳଙ୍କ ବ୍ୟକ୍ତିମାନେ ଅଧାର୍ମିକମାନଙ୍କ ବିରୁଦ୍ଧରେ କ୍ରୁଦ୍ଧ ହୁଅନ୍ତି। ତଥାପି ନୀତିନିଷ୍ଠ ବ୍ୟକ୍ତି ନିଜ ପଥରେ ଅଟଳ ରହେ ଓ ଯାହାର ହସ୍ତ ନିର୍ମଳ, ସେ ଉତ୍ତରୋତ୍ତର ଶକ୍ତି ସମ୍ପନ୍ନ ହୁଏ। କିନ୍ତୁ ତୁମେ ସମସ୍ତେ ସମ୍ମିଳିତ ଭାବେ ପୁନର୍ବାର ଆସ। ତୁମ ମଧ୍ୟରେ କୌଣସି ଜ୍ଞାନୀକୁ ମୁଁ ଦେଖିବାକୁ ପାଇବି ନାହିଁ। ମୋର ଦିନ ସମୂହ ଅତିବାହିତ ହୋଇଛି। ମୋର ଯୋଜନା ତଥା ହୃଦୟର ଅଭିଳାଷ ସମୂହ ବିନଷ୍ଟ ହୋଇଛି। ସେମାନେ ରାତିକୁ ଦିନରେ ପରିଣତ କରନ୍ତି। ସେମାନେ ଏହିପରି କହନ୍ତି ଯେ ଜ୍ୟୋତି ଅନ୍ଧାରର ସନ୍ନିକଟ। ପାତାଳକୁ ମୁଁ ଯଦି ମୋର ଭବନରେ ପରିଣତ କରିବି, ମୁଁ ଯଦି ଅନ୍ଧକାର ମଧ୍ୟରେ ମୋର ଶଯ୍ୟା ବିସ୍ତାର କରିବି, ମୁଁ ଯଦି କବର ଗର୍ତ୍ତକୁ କହିବି ଯେ ତୁମେ ମୋର ପିତା, କିମ୍ବା କୀଟକୁ କହିବି ଯେ ତୁମେ ମୋର ମାତା ବା ମୋର ଭଗ୍ନୀ, ତେବେ ମୋର ପ୍ରତ୍ୟାଶା କାହିଁ? କିଏ ବା ମୋର ପ୍ରତ୍ୟାଶାକୁ ଦେଖିବାକୁ ପାଇବ? ତାହା କ'ଣ ପାତାଳର ଦ୍ୱାର ପର୍ଯ୍ୟନ୍ତ ଅବତରି ଯିବ? ତାହା କ'ଣ ଧୂଳି ପର୍ଯ୍ୟନ୍ତ ମୋ ସହିତ ଆସିବ? ଅଧ୍ୟାୟ 18। ବିଲ୍ଦାଦର ଦ୍ୱିତୀୟ ଭାଷଣ ନୀତିର ଗତି ବିରୁଦ୍ଧରେ କୁପିତ ହେବା ଅନୁପଯୁକ୍ତ। ଏହାପରେ ସୁହିୟ ବିଲ୍ଦାଦ ପୁନରାୟ କହିଲା, ତୁମେ କେତେ କାଳ ବ୍ୟାପୀ ଏହିପରି କଥା କହିବ? ବିଚାର କର, ତେବେ ଆମେ କଥା କହିବୁ। ଆମମାନଙ୍କୁ ପଶୁ ସଦୃଶ ତୁମେ କାହିଁକି ବିବେଚନା କରୁଅଛ? ତୁମ ଦୃଷ୍ଟିରେ ଆମେ କାହିଁକି ନିର୍ବୋଧ? ତୁମ କ୍ରୋଧରେ ତୁମେ ଯଦି ନିଜକୁ ବିଦୀର୍ଣ୍ଣ କର, ସେହି ତୁମ ପ୍ରତି ପୃଥିବୀ କ'ଣ ପରିତ୍ୟକ୍ତ ହୋଇ ରହିବ? କିମ୍ବା ପ୍ରସ୍ତର କ'ଣ ସ୍ୱସ୍ଥାନରୁ ଅପସାରିତ ହେବ? ଦୁଷ୍ଟ ବ୍ୟକ୍ତିର ଜ୍ୟୋତି ଅବଶ୍ୟ ଲିଭିଯିବ, ତାର ଅଗ୍ନି ଜଳିତ ହେବ ନାହିଁ। ତାର ତମ୍ବୁରେ ଆଲୋକ ଅନ୍ଧାରରେ ପରିଣତ ହେବ, ତାର ପ୍ରଦୀପ ନିର୍ବାପିତ ହେବ, ତାର ଦୃଢ଼ ପଦକ୍ଷେପ ସଙ୍କୁଚିତ ହେବ, ତାର କୌଶଳପୂର୍ଣ୍ଣ ଯୋଜନା ତାକୁ ବିନାଶ କରିବ। ପଦବ୍ରଜ କରି ସେ ନିଜେ ଜାଲରେ ପଡ଼ିବ। ଫାଶଯୁକ୍ତ ଗର୍ତ୍ତ ଉପରେ ସେ ଭ୍ରମଣ କରେ। ତାର ଗୋଇଠି ଫାଶରେ ଆବଦ୍ଧ ହୁଏ, ଫାନ୍ଦ ତାକୁ ଧରି ରଖେ। ତାକୁ ଆବଦ୍ଧ କରିବା ପାଇଁ ଭୂସ୍ଥଳୀରେ ଏକ ରଜ୍ଜୁ ପ୍ରସ୍ତୁତ ହୋଇ ରହିଛି। ତାର ଯାତ୍ରା ପଥରେ ଏକ ଫାନ୍ଦ ଗୋପନରେ ସ୍ଥାପିତ ହୋଇଛି। ଚତୁର୍ଦିଗରୁ ଆତଙ୍କ ତାକୁ ଭୀତତ୍ରସ୍ତ କରେ। ପାଶ୍ଚାତ୍ଗମନ ପୂର୍ବକ ତାହା ତାର ଗୋଇଠିକୁ ଶିକାର କରେ। ତାର ଶକ୍ତି କ୍ଷୁଧା ଯୋଗୁଁ କ୍ଷୀଣ ହେବ। ତାକୁ ସ୍ଖଳିତ କରିବା ଉଦ୍ଦେଶ୍ୟରେ ବିନାଶ ଅପେକ୍ଷା କରିବ। ରୋଗ ପ୍ରପୀଡ଼ିତ ହୋଇ ତାର ଚର୍ମ ଗ୍ରାସ ହେବ। ମୃତ୍ୟୁର ପ୍ରଥମ ଜାତ ତାର ଅଙ୍ଗକୁ ଗ୍ରାସ କରିବ। ଯେଉଁଠାରେ ସେ ଆସ୍ଥା ସ୍ଥାପନ କରିଥିଲା, ସେହି ତମ୍ବୁ ମଧ୍ୟରେ ସେ ଉତ୍ପାଟିତ ହେବ ଓ ଆତଙ୍କର ରାଜାଙ୍କ ସମ୍ମୁଖକୁ ଆନୀତ ହେବ। ଅସମ୍ପର୍କୀୟ ଲୋକ ତାର
ତମ୍ବୁରେ ଅବସ୍ଥାନ କରିବ। ତାର ବସତି ସ୍ଥାନ ଉପରେ ଗନ୍ଧକ ବର୍ଷିତ ହେବ। ନିମ୍ନସ୍ଥ ତାର ଚେର ସମୂହ ଶୁଷ୍କ ହେବ। ଊର୍ଦ୍ଧ୍ୱସ୍ଥ ତାର ଶାଖା ପ୍ରଶାଖା ଶୁଷ୍କ ହେବ। ପୃଥିବୀରୁ ତାର ସ୍ମରଣ ମାର୍ଜିତ ହେବ। ପଥରେ ତାର ନାମ ବିସ୍ମୃତ ହେବ। ଦୀପ୍ତିରୁ ଅନ୍ଧାର ମଧ୍ୟକୁ ସେ ନିକ୍ଷିପ୍ତ ହେବ। ସେ ସଂସାରକୁ ନିଷ୍କାସିତ ହେବ। ସ୍ୱଜନମାନଙ୍କ ମଧ୍ୟରେ ତାର କୌଣସି ସନ୍ତାନ କିମ୍ବା ବଂଶଧରମାନେ ରହିବେ ନାହିଁ। ଯେଉଁଠାରେ ସେ ବସତି ସ୍ଥାପନ କରିଥିଲା ସେ ସ୍ଥାନରେ ତାର କୌଣସି ଉତ୍ତରଜୀବୀ ରହିବେ ନାହିଁ। ତାର ଦିନକୁ ଦେଖି ପାଶ୍ଚାତ୍ୟବାସୀମାନେ ଭୀତ ହେବେ ଓ ପ୍ରାଚ୍ୟବାସୀମାନେ ଆତଙ୍କିତ ହେବେ। ଅଧର୍ମୀମାନଙ୍କର ବସତି ସମୂହ ଅବଶ୍ୟ ଏପରି ହେବ। ଈଶ୍ୱରଙ୍କ ଜ୍ଞାନ ରହିତ ବ୍ୟକ୍ତିର ସ୍ଥାନ ଏହିପରି ପରିଣତ ହେବ। ଅଧ୍ୟାୟ 19। ଇୟୋବଙ୍କ ଉତ୍ତର। ଯେ ମନୁଷ୍ୟ ଦ୍ୱାରା ପରିତ୍ୟକ୍ତ ସେ ଈଶ୍ୱରଙ୍କଠାରେ ଅଟଳ ବିଶ୍ୱାସ ସ୍ଥାପନ କରେ। ଉତ୍ତରରେ ଇୟୋବ କହିଲେ, ଆଉ କେତେ କାଳ ଧରି ତୁମେ ମୋତେ ଉତ୍ପୀଡ଼ନ କରିବ ଓ କଥାବାର୍ତ୍ତା ଦ୍ୱାରା ମୋତେ ଧ୍ୱଂସ କରିବ? ଏହି 10 ବାର ତୁମେ ମୋତେ ଭର୍ତ୍ସନା କରିଅଛ। ଏହିପରି ମୋତେ ଉପଦ୍ରବ କରିବା ପାଇଁ ତୁମେ କ'ଣ ଲଜ୍ଜିତ ନୁହଁ? ଯଦ୍ୟପି ବାସ୍ତବତଃ ମୁଁ ଭୁଲ କରିଅଛି ତଥାପି ସେହି ଭୁଲ ମୋ ସଙ୍ଗରେ ରହିବ। ତୁମେ ଯଦି ପ୍ରକୃତରେ ନିଜକୁ ମୋ ତୁଳନାରେ ମହିମାନ୍ୱିତ କରୁଅଛ, ମୋର ଅବମାନନାକୁ ଯଦି ମୋ ବିରୁଦ୍ଧରେ ପ୍ରମାଣ ସଦୃଶ ଉପଯୋଗ କରୁଅଛ, ତେବେ ହୃଦୟଙ୍ଗମ କର ଯେ ଈଶ୍ୱର ମୋ ବିରୁଦ୍ଧରେ ଏପରି ଆଚରଣ କରିଛନ୍ତି ଓ ମୋର ଚତୁର୍ଦିଗରେ ତାହାଙ୍କର ଜାଲ ବେଷ୍ଟନ କରିଅଛନ୍ତି। ଦେଖ, ଅନ୍ୟାୟ ବୋଲି କହି ମୁଁ ଉଚ୍ଚ ସ୍ୱରରେ ଡାକ ଦିଏ, କିନ୍ତୁ ମୁଁ କୌଣସି ନ୍ୟାୟ ପାଏ ନାହିଁ। ମୁଁ ଉଚ୍ଚ ସ୍ୱରରେ ଆର୍ତ୍ତନାଦ କରେ, କିନ୍ତୁ ମୋ ପ୍ରତି କିଛି ନ୍ୟାୟ ବିଚାର ନାହିଁ। ଯାହା ଅତିକ୍ରାନ୍ତ ହୋଇନପାରେ ସେହିପରି ଏକ କାନ୍ଥ ସେ ମୋର ଗନ୍ତବ୍ୟ ପଥରେ ନିର୍ମାଣ କରିଅଛନ୍ତି। ମୋର ଯାତ୍ରା ପଥକୁ ସେ ତମସାଚ୍ଛନ୍ନ କରିଅଛନ୍ତି। ସେ ମୋର ମହତ୍ତ୍ୱକୁ ବିବର୍ଷଣ କରିଅଛନ୍ତି। ମୋର ମସ୍ତକ ମଣ୍ଡିତ ମୁକୁଟକୁ ସେ ଅପସାରିତ କରିଅଛନ୍ତି। ଚତୁର୍ଦିଗରୁ ସେ ମୋତେ ବିଧ୍ୱସ୍ତ କରନ୍ତି। ଫଳରେ ମୁଁ ପତିତ ହୋଇଛି। ମୋର ପ୍ରତ୍ୟାଶାକୁ ବୃକ୍ଷ ସଦୃଶ ସେ ଉତ୍ପାଦନ କରିଅଛନ୍ତି। ମୋ ବିରୁଦ୍ଧରେ ସେ ନିଜର କ୍ରୋଧାନ୍ୱିତ ପ୍ରଜ୍ୱଳିତ କରିଅଛନ୍ତି। ସେ ମୋତେ ତାହାଙ୍କର ବିରୋଧୀ ସଦୃଶ ବିବେଚନା କରନ୍ତି। ତାହାଙ୍କର ସୈନ୍ୟବାହିନୀ ଆସି ମୋ ବିରୁଦ୍ଧରେ ଅବରୋଧ କୁଦ ଉତ୍ତୋଳନ କରିଅଛନ୍ତି। ସେମାନେ ମୋର ତମ୍ବୁ ଚତୁଃପାର୍ଶ୍ୱରେ ଛାଉଣି ପକାନ୍ତି। ସେ ମୋର ଭ୍ରାତାମାନଙ୍କୁ ମୋ ନିକଟରୁ ଦୂରେଇ ଦେଇଛନ୍ତି। ସେ ମୋର ପରିଚିତ ବ୍ୟକ୍ତିମାନଙ୍କୁ ମୋ ପ୍ରତି ସ୍ନେହ ରହିତ କରାଉଛନ୍ତି। ମୋର ଆତ୍ମୀୟ ଓ ନିକଟ ବନ୍ଧୁଗଣ ମୋତେ ଉପେକ୍ଷା କରିଅଛନ୍ତି। ଯେଉଁମାନେ ମୋ ଗୃହରେ ଅତିଥି ହୋଇଥିଲେ ସେମାନେ ମୋତେ ସ୍ମରଣ କରନ୍ତି ନାହିଁ। ମୋର ଦାସୀମାନେ ଜଣେ ବିଦେଶୀ ରୂପେ ମୋତେ ପରିଗଣନା କରନ୍ତି। ସେମାନଙ୍କ ଦୃଷ୍ଟିରେ ମୁଁ ଜଣେ ଅପରିଚିତ ବ୍ୟକ୍ତିରେ ପରିଣତ। ମୋର ଦାସୀଟିକୁ ଡାକିବା ସମୟରେ ସେ ମୋତେ କିଛି ଉତ୍ତର ଦେଉନାହିଁ। ତାଠାରୁ ମିନତିପୂର୍ବକ ଭିକ୍ଷା କରିବା ମୋର ଆବଶ୍ୟକ ହୋଇଛି। ମୋର ପତ୍ନୀ ପ୍ରତି ମୁଁ ଘୃଣ୍ୟ ହୋଇଛି ଓ ମୋର ମାତାଙ୍କର ପୁତ୍ରମାନଙ୍କ ପ୍ରତି ମୁଁ ଘୃଣ୍ୟଯୋଗ୍ୟ ହୋଇଅଛି। ତରୁଣ ବାଳକମାନେ ମଧ୍ୟ ମୋତେ ଅବମାନନା କରନ୍ତି। ମୋତେ ଦେଖି ସେମାନେ ଉପହାସ କରନ୍ତି। ମୋର ଅତି ଘନିଷ୍ଠ ବନ୍ଧୁଗଣ ମୋତେ ଘୃଣା କରନ୍ତି। ଯେଉଁମାନଙ୍କୁ ମୁଁ ଘୃଣା କରିଥିଲି ସେମାନେ ମୋ ବିରୁଦ୍ଧରେ ଉଠିଅଛନ୍ତି। ଚର୍ମ ତଥା ମାଂସ ସହିତ ମୋର ଅସ୍ଥି ଲାଗି ରହିଛି। କେବଳ ଅଳ୍ପକେ ମୁଁ ରକ୍ଷା ପାଇଅଛି। ମୋ ପ୍ରତି ସଦୟ ହୁଅ, ହେ ମୋର ବନ୍ଧୁଗଣ।
ମୋ ପ୍ରତି ସଦୟ ହୁଅ, କାରଣ ଈଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି। ଈଶ୍ୱରଙ୍କ ସଦୃଶ ତୁମେମାନେ ମଧ୍ୟ କାହିଁକି ମୋର ପଶ୍ଚାତ ଧାବନ କରୁଅଛ? ମୋର ମାଂସରେ ତୁମେମାନେ କାହିଁକି ପରିତୃପ୍ତ ହେଉନାହଁ? ମୋର ବାକ୍ୟ ସବୁ ଯଦି ଲିପିବଦ୍ଧ ହୋଇଥାନ୍ତା, ସେ ସମସ୍ତ ଯଦି ଏକ ଗ୍ରନ୍ଥରେ ରଚିତ ହୋଇଥାନ୍ତା, ଲୌହ କଲମ ତଥା ସୀସା ଦ୍ୱାରା ପଥର ଉପରେ ସେ ସମସ୍ତ ଚିରକାଳ ପାଇଁ ଖୋଦିତ ହୋଇଥାନ୍ତା। ଯିଏ ମୋର ମୁକ୍ତିଦାତା ସେ ଜୀବିତ। ମୁଁ ଜାଣେ ଯେ ପରିଶେଷରେ ମୋ ସପକ୍ଷରେ ସେ ଭୂପୃଷ୍ଠରେ ଦଣ୍ଡାୟମାନ ହେବେ। ମୋର ଚର୍ମ ଯେବେ ଏହିପରି ବିନାଶ ହେବ, ସେ ସମୟରେ ମୋର ମାଂସରୁ ମୁଁ ଈଶ୍ୱରଙ୍କ ଦର୍ଶନ ଲାଭ କରିବି। ମୁଁ ତାହାଙ୍କୁ ମୋ ସପକ୍ଷରେ ଦେଖିବାକୁ ପାଇବି। ଅନ୍ୟ କାହାକୁ ନୁହେଁ, ବରଂ ତାହାଙ୍କୁ ହିଁ ମୋର ଚକ୍ଷୁ ଦେଖିବ। ମୋର ଅନ୍ତରସ୍ଥ ହୃଦୟ କ୍ଷୀଣ ହୁଏ। ତୁମେମାନେ ଯଦି କୁହ ଯେ, ଆମେ କିପରି ତାର ପଶ୍ଚାତ ଗମନ କରିବା ଓ ତାଠାରେ ଦୋଷ ଦେଖାଯାଏ, ତେବେ ଖଡ଼୍ଗ ପ୍ରତି ଭୀତ ହେଉ, କାରଣ କ୍ରୋଧ ଖଡ଼୍ଗର ଶାସ୍ତି ପଠାଏ। ତୁମେମାନେ ଜାଣିବ ଯେ ସେହିପରି ଏକ ନ୍ୟାୟ ବିଚାର ହେବ। ଅଧ୍ୟାୟ 20। ସଫାରର ଦ୍ୱିତୀୟ ଭାଷଣ। ଏହାପରେ ମାନାତୀୟ ସଫାର ଉତ୍ତରରେ କହିଲା, ମୋର ଅନ୍ତରସ୍ଥ ଔଦ୍ଧର୍ଯ୍ୟ ହେତୁ ଏହାର ଉତ୍ତର ଦେବା ସକାଶେ ମୁଁ ବ୍ୟଗ୍ର। ମୋତେ ଯାହା ଅପମାନ ଦିଏ, ସେହି ସଂଶୋଧନକୁ ମୁଁ ଶୁଣିଅଛି, କିନ୍ତୁ ଉତ୍ତରରେ ଯାହା କହିବା ଆବଶ୍ୟକ, ତାହା ମୋର ଆତ୍ମା ମୋତେ ଜଣାଏ। ଯେଉଁ ଦିନଠାରୁ ମନୁଷ୍ୟ ଭୂପୃଷ୍ଠରେ ଉପସ୍ଥାପିତ ହୋଇଅଛି, ସେହି ପ୍ରାଚୀନ କାଳଠାରୁ ତୁମେ କ'ଣ ଏହା ଜାଣିନାହଁ ଯେ ଦୁଷ୍ଟ ବ୍ୟକ୍ତିର ବିଜୟୋଲ୍ଲାସ କ୍ଷଣସ୍ଥାୟୀ ଓ ଅଧର୍ମୀର ଆନନ୍ଦ କ୍ଷଣସ୍ଥାୟୀ? ଯଦିଓ ସେ ନିଜକୁ ନଭମଣ୍ଡଳ ପର୍ଯ୍ୟନ୍ତ ଉନ୍ନୀତ କରେ ଓ ତାର ମସ୍ତକ ମେଘମାଳାକୁ ସ୍ପର୍ଶ କରେ, ତଥାପି ତାର ମଳ ପଦାର୍ଥ ସଦୃଶ ସେ ଚିରକାଳ ବ୍ୟାପୀ ବିନଷ୍ଟ ହେବ ଓ ଯେଉଁମାନେ ତାକୁ ଦେଖିଛନ୍ତି ସେମାନେ ପଚାରିବେ, ସେ କାହିଁ? ସ୍ୱପ୍ନ ସଦୃଶ ସେ ଉଡ଼ିଯିବ, ଆଉ କେବେ ହେଁ ସେ ଦେଖା ହେବ ନାହିଁ। ନୈଶ ଦର୍ଶନ ସଦୃଶ ସେ ପଳାୟନ କରିବ। ତା ଉପରେ ଦୃଷ୍ଟିପାତ କରିଥିବା ଚକ୍ଷୁ ଆଉ କେବେ ହେଁ ତାକୁ ଦେଖିବ ନାହିଁ। ତାର ବସତି ସ୍ଥାପନ କେବେ ହେଁ ତାର ଦର୍ଶନ ପାଇବ ନାହିଁ। ତାର ସନ୍ତାନଗଣ ନିର୍ଦ୍ଧନମାନଙ୍କର ଆନୁକୂଲ୍ୟ ଅନ୍ୱେଷଣ କରିବେ। ତାର ସମସ୍ତ ସମ୍ପଦକୁ ତାର ସ୍ୱୟଂ ହସ୍ତ ଫେରାଇ ଦେବ। ତାର ଅସ୍ଥି ସମୂହ ଯୌବନକାଳୀନ ସ୍ଫୂର୍ତ୍ତିରେ ଦେଖାଯାଏ, କିନ୍ତୁ ସେ ସମସ୍ତ ତା ସହ ଧୂଳିରେ ଶୟନ କରିବ। ହୁଏତ ଦୁଷ୍ଟତା ତା ମୁଖରେ ସୁସ୍ୱାଦୁ ହୋଇପାରେ ଓ ହୁଏତ ତାର ଜିହ୍ୱା ତଳେ ତାହା ଲୁଚାଇ ରଖାଯାଇପାରେ। ହୁଏତ ତାକୁ ଛାଡ଼ିଦେବା ପାଇଁ ସେ ଅନିଚ୍ଛୁକ ହୋଇପାରେ ଓ ଫଳରେ ତାକୁ ମୁଖରେ ଧରି ରଖିପାରେ। ତଥାପି ସେପରି ଖାଦ୍ୟ ଉଦରରେ ଆସି ପହଞ୍ଚିବା ବେଳେ ତା କାଳସର୍ପର ବିଷରେ ପରିଣତ ହେବ। ଧନ ସମ୍ପଦକୁ ଗ୍ରାସ କରି ସେ ତାକୁ ପୁନରାୟ ବାନ୍ତି କରେ। ଈଶ୍ୱର ତାହାକୁ ତାର ଉଦରରୁ ବାହାର କରନ୍ତି। ସେ କାଳସର୍ପର ବିଷକୁ ଚଷିବ। ବିଷଧର ସର୍ପର ଜିହ୍ୱା ତାକୁ ନିଧନ କରିବ। ଯେଉଁ ନଦୀରେ ମଧୁ ତଥା ଦଧି ପ୍ରବାହିତ, ସେହି ଜଳସ୍ରୋତ ସମୂହକୁ ସେ ଦେଖିବ ନାହିଁ। ନିଜ ପରିଶ୍ରମର ଫଳକୁ ଆସ୍ୱାଦନ ନ କରି ସେ ଫେରାଇ ଦେବ। ନିଜ ବ୍ୟବସାୟରୁ ଲଭ୍ୟ ଆଦାୟଠାରୁ ସେ କୌଣସି ଆନନ୍ଦ ଭୋଗ କରିବ ନାହିଁ। କାରଣ ସେ ନିର୍ଦ୍ଧନମାନଙ୍କୁ ଉତ୍ପୀଡ଼ନ ପୂର୍ବକ ଅବମାନନା କରିଅଛି। ନିଜ ଦ୍ୱାରା ନିର୍ମିତ ହୋଇନଥିବା ଗୃହକୁ ସେ କରାୟତ୍ତ କରିଅଛନ୍ତି।
ଯେହେତୁ ତାର ଲୋଭ କୌଣସି ପ୍ରକାରେ ପରିତୃପ୍ତ ହୋଇନଥିଲା, ସେହେତୁ ପସନ୍ଦ କରିଥିବା କୌଣସି ବସ୍ତୁକୁ ସେ ସଞ୍ଚୟ କରିପାରିବ ନାହିଁ। ଭକ୍ଷଣ କଲା ପରେ ତାର କିଛି ହିଁ ଅବଶିଷ୍ଟ ହୋଇ ରହିବ ନାହିଁ, ସୁତରାଂ ତାର ଐଶ୍ୱର୍ଯ୍ୟ ସ୍ଥାୟୀ ହୋଇ ରହିବ ନାହିଁ। ସମୃଦ୍ଧିର ପରିପୂର୍ଣ୍ଣତା ମଧ୍ୟରେ ସେ ଦୁଷ୍ଟତାରେ ପଡ଼ିବ। ସର୍ବବିଧ ଦୁର୍ଦ୍ଦଶା ତାକୁ ଆକ୍ରମଣ କରିବ। ତାର ଉଦରକୁ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ କରିବା ପାଇଁ ଈଶ୍ୱର ନିଜର ଭୟାବହ କ୍ରୋଧକୁ ତା ନିକଟକୁ ପଠାଇବେ। ଆହାର ସଦୃଶ୍ୟ ସେ ତାକୁ ତା ଉପରେ ବର୍ଷଣ କରିବେ। ନିଜର ରକ୍ଷାର୍ଥେ ଲୌହଶସ୍ତ୍ରକୁ ସେ ପଳାୟନ କରିବ, କିନ୍ତୁ ପିତ୍ତଳ ସ୍ୱର ତାକୁ ବିଦ୍ଧ କରିବ। ସେ ତାକୁ ନିଜ ଶରୀରରୁ ଟାଣି ବାହାର କରେ। ତାର ଉଜ୍ଜ୍ୱଳ ଅଗ୍ରାଂଶ ତାର ପିତ୍ତାଶୟରୁ ବାହାର ହୁଏ। ସେ ନାନାବିଧ ଆତଙ୍କ ଦ୍ୱାରା ପ୍ରପୀଡ଼ିତ ହୁଏ। ନିବିଡ଼ ତିମିର ତା ନିମନ୍ତେ ସଞ୍ଚିତ ହୋଇ ରହିଛି। ମାନବ ହସ୍ତ ଦ୍ୱାରା ପ୍ରଜ୍ୱଳିତ ହୋଇ ନଥିବା ଏକ ଅଗ୍ନି ତାକୁ ଗ୍ରାସ କରିବ। ତାର ତମ୍ବୁ ମଧ୍ୟରେ ଅବଶିଷ୍ଟ ହୋଇ ରହିଥିବା ମସ୍ତକକୁ ତାହା ଦହନ କରିବ। ଆକାଶମଣ୍ଡଳ ତାର ଦୋଷ ସବୁକୁ ପ୍ରକଟ କରିବ। ଧରାଧାମ ତା ବିରୁଦ୍ଧରେ ଉଠିବ। ତାର ଗୃହରୁ ସମସ୍ତ ସମ୍ପଦ ଲୁଣ୍ଠିତ ହେବ। ଈଶ୍ୱରଙ୍କ କ୍ରୋଧର ଦିନରେ ସେ ସମସ୍ତ ଘେନି ନିଆଯିବ। ଦୁଷ୍ଟ ବ୍ୟକ୍ତି ପାଇଁ ଈଶ୍ୱରଙ୍କ ଦ୍ୱାରା ନିରୂପିତ ଉତ୍ତରାଧିକାର ଏହା ହେବ, ସେ ଈଶ୍ୱରଙ୍କ ଠାରୁ ଏହି ଅଧିକାରାଂଶ ପାଇବ।